ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗିରେ ଡମଣଭୂଇଁ ଭଣ୍ଡାରୀଛର ନିକଟରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୂର୍ବରୁ ଏହି ଜାଗାରେ ଗତ ଜୁଲାଇ ମାସରେ ଏକ ଦନ୍ତା ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିଲା। ଗତ କିଛି ବର୍ଷ ହେଲା ଚନ୍ଦକା ଜଙ୍ଗଲ ଛାଡ଼ି ଟାଙ୍ଗି ରେଞ୍ଜରେ ଡେରା ପକାଇଛନ୍ତି ହାତୀପଲ। ପୂର୍ବରୁ ଏହି ହାତୀପଲରେ ହାତୀ ସଂଖ୍ୟା 23 ରହିଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ି 15ରେ ସୀମିତ ରହିଛି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଧନ ଜୀବନକୁ ସୁରକ୍ଷା ଦେବା ପାଇଁ ଗଜ ସାଥୀଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ନିୟୋଜିତ ଅଛନ୍ତି। ହେଲେ ହାତୀ ତାଙ୍କ ବାଟରେ, ହାତୀ ସୁରକ୍ଷାକର୍ମୀ ତାଙ୍କ ରାସ୍ତାରେ ଯାଉଥିବାରୁ ହାତୀ ମଡ଼କ ଏବେ ବଢ଼ିବାରେ ଲାଗିଛି। ଗତ ଜୁଲାଇ ମାସରେ ସମାନ ସ୍ଥାନରେ ବିଦ୍ୟୁତ୍ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ହେଲେ ବନ ବିଭାଗ ସଜାଗ ହେବା ପରିବର୍ତ୍ତେ ସୌଖିନ ଗାଡ଼ିକୁ ନାମକୁ ମାତ୍ର ପେଟ୍ରୋଲିଂ କରିବା ଫଳରେ ଏଭଳି ହାତୀ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି। ବନ ବିଭାଗ ହାତୀକୁ ସୁରକ୍ଷା ଦେବାରେ ସଫଳ ହେଉନାହିଁ। ନିରାକାରପୁର ବାଲୁଙ୍କେଶ୍ୱର ଓଡ଼ିଶା ମୋବାଇଲ ଟିଭି।